ପଣସରେ ତ ଅନେକ ରେସିପି ବନେଇ ଖାଇଥିବେ। ପଣସ ଭଜା, ପିଠଉ ଭଜା। ତ ଆଜି ଆମେ ପଣସରେ ବହୁତ ହି ବଢ଼ିଆ ବଢ଼ିଆ ଟେଷ୍ଟି ରେସିପିଟିଏ ପ୍ରସ୍ତୁତ କରିବା। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଦେଖିବେ ମାଛ ମାଂସ ବି କୁ ବି ଫିକା ଲାଗିବ। ଏଇ ପଣସ ରେସିପି ଫିକା କରିଦେବ, ଏତେ ଟେଷ୍ଟି ବି ଲାଗେ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, କେମିତି କ'ଣ ବନୁଛି ଜାଣିପାରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ କିଛି ପଣସ ନେବା, ତାକୁ ଦେଖନ୍ତୁ ଏଇଭଳି ଲମ୍ବା ଲମ୍ବା ପିସେସ୍ରେ ଟିକେ ବହଳିଆ ରଖିକି ମୁଁ ପିସେସ୍ରେ କଟିଂ କରିଛି। ତ ଆପଣମାନଙ୍କୁ ଯେମିତି ପସନ୍ଦ ସେଇ ଅନୁସାରେ ଏଠି କଟିଂ କରିପାରିବେ। କଟିଂ କରିସାରିବା ପରେ ମୁଁ ଏଠି ଭଲସେ କ୍ଲିନ୍ କରି ଧୋଇ ଦେଇଛି। ଗୋଟେ କରେଇରେ ମୁଁ ଅଳ୍ପ ଟିକେ ପାଣି ନେଇଛି। ତ ପାଣିରେ ଆମେ କ'ଣ କରିବା ନା ସେ ପଣସକୁ ଏଡ଼୍ କରିଦେବା। ପଣସ କଠା ବୋଲି ବି କୁହନ୍ତି କେତେଜଣ, ଆମେ କେବଳ ପଣସ ବୋଲି ହିଁ କହୁ ଆକୁ। ତ କଞ୍ଚା ପଣସ। ତ ଦେଖନ୍ତୁ ଏଇ ପଣସକୁ ଏଡ଼୍ କରିସାରିବା ପରେ ଆମେ କ'ଣ କରିବା, ଏବେ ଗ୍ୟାସ୍ ଫ୍ଲେମ୍ ପୁରା ହାଇ ଫ୍ଲେମ୍ରେ ରଖିକି ଏଠି ଦେବା ଆମେ ସ୍ୱାଦ ଅନୁସାରେ ଲୁଣ। ଯେତିକି ଆପଣମାନେ ପଣସ ନେଇଥିବେ ସେ ଅନୁସାରେ ସେଥିରେ ଲୁଣ ଏଡ଼୍ କରିଦେବେ। ଲୁଣକୁ ଏଡ଼୍ କରିସାରିବା ପରେ ପୁଣି ଥରେ ଆମେ କଭର୍କୁ ଟିକେ ବନ୍ଦ କରି ଆକୁ ଟିକେ ସିଝିବାକୁ ଦେବା। ସେଥି ଭିତରେ ଦେଖନ୍ତୁ ଏଠି ଜିରା, ସୋରିଷ, ପୁଣି ଏଠି ମୁଁ ରସୁଣ 15 କୋଲା ନେଇଛି, 7ରୁ 8 ପିସ୍ ଶୁଖିଲା ଲଙ୍କା ନେଇଛି, ଅଳ୍ପ ଟିକେ ଅଦା, ଅଳ୍ପ ଟିକେ ପିଆଜକୁ ଜାର୍ରେ ଏଡ଼୍ କରିଦେବା। ପୁଣି ଥରେ ଆମେ ଅଳ୍ପ ଟିକେ ସେଥିରେ ଦେବା ପାଣି। ଆମେ ଗୋଟେ ତାର ବେସର ବଟା, ଆମେ ଗୋଟେ ଫାଇନ୍ ପେଷ୍ଟ ଗୋଟେ ବନେଇକି ଏବେ ରେଡ଼ି କରିଦେବା। ତ ସୋରିଷ ବଟା ଦେଇକିରି ଆଜି ଆମେ ପ୍ରସ୍ତୁତ କରିବା ପଣସର ବହୁତ ବଢ଼ିଆ ଗୋଟେ ରେସିପି। ତ ଏବେ ଆକୁ ଆମେ ସାଇଡ଼ରେ ରଖିଦେବା। ତ ଏବେ ଚାଲନ୍ତୁ ଆମେ ପୁରା କଭର୍କୁ ଟିକେ ବାହାର କରିକି ଦେଖିବା ପଣସଟି ଆମର ସିଝିଛି କି ନାହିଁ। ତ ଏଇଠି ଦେଖନ୍ତୁ ପଣସ ପୁରା 60% ପଣସ ସିଝିଯାଇଛି। ଯଦି ଆପଣମାନେ ଅଧିକ ସଫ୍ଟ କରିକି ଖାଇବାକୁ ପସନ୍ଦ କରନ୍ତିନି ତାହେଲେ ଆକୁ ଆପଣମାନେ ବାହାର କରିପାରିବେ। ତ ଆଉ ମୁଁ ଦେଖନ୍ତୁ 5 ମିନିଟ୍ ପର୍ଯ୍ୟନ୍ତ ଆଉ ଟିକେ ସିଝେଇଲି, ତ ସେଇଥିପାଇଁ ଟିକେ ପାଣି ଗୁଡ଼ା ପୁରା ଧଳା ହେଇସାରିଛି। ତ ଦେଖନ୍ତୁ ଏଇଠି ପଣସ ପୁରାପୁରି ପରଫେକ୍ଟ ପୁରା ସିଝିଛି। ତ ଦେଖିବେ ଜଣେ ଜଣଙ୍କୁ ପଣସ ଟିକେ ସଫ୍ଟ ଖାଇବାକୁ ପସନ୍ଦ କରନ୍ତି, ଆଉ ଜଣେ ଜଣେ ଟିକେ ହାର୍ଡ଼ ଖାଇବାକୁ ପସନ୍ଦ କରନ୍ତି। ତ ଆପଣମାନଙ୍କୁ ଯେମିତି ପସନ୍ଦ ସେ ଅନୁସାରେ ଏଠି ସିଝେଇବେ। ସିଝି ସାରିବା ପରେ ଆମେ ଏବେ କ'ଣ କରିବା, ସେ ପାଣିରୁ ପଣସକୁ ଛାଣିକିରି ବାହାର କରିଦେବା ଗୋଟେ ବାଉଲକୁ। ଟିକେ ହାଲକା ଆମେ ଥଣ୍ଡା ହେବାକୁ ଦେବା। ଟିକେ ହାଲକା ଥଣ୍ଡା ହେଇସାରିବା ପରେ ଆମେ ସେଇଥିରେ କିଛି ଏବେ ମସଲା ଏଡ଼୍ କରିବା। ତ ବାଟିକି ରଖିଥିବା ସେ ବେସର ବଟା ବା ସୋରିଷ ଦିଆ ବେସର ମସଲାକୁ ଆମେ ସେଇଥିରେ ଏଡ଼୍ କରିବା। ତ ଏଠି ବଡ଼ 2 ଚାମଚ ଏଡ଼୍ କରିଛି ମୁଁ। ତ ପୁଣି ଆମେ ଦେବା ସେଇଥିରେ କର୍ଣ୍ଣଫ୍ଲୋର ଗୋଟେ ଛୋଟ ଗିନାରେ ଏଡ଼୍ କରିଛି, ଆଉ ବଡ଼ 2 ଚାମଚ ହିଁ ହେବ। ଏଠି ଦେଖନ୍ତୁ ଏଠି ମସଲାରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା ନେଇଛି, ଅଳ୍ପ ଟିକେ ମୁଁ ସେଇଥିରେ ଆପଣମାନେ ଚାହିଁଲେ ଚାଟ୍ ମସଲା ବି ଏଡ଼୍ କରିପାରିବେ, ମ୍ୟାଗି ମସଲା ବି ଏଡ଼୍ କରିପାରିବେ। ଆଉ ଟିକେ ଫ୍ଲେଭରକୁ ବଢ଼ାଇବା ପାଇଁ ମୁଁ ଅଳ୍ପ ଟିକେ ମ୍ୟାଗି ମସଲା ଏଡ଼୍ କରିଛି। ଯେହେତୁ ପଣସରେ ଆମେ ଲୁଣ ଏଡ଼୍ କରିଥିଲେ ସିଝିବା ସମୟରେ, ତ ଅଳ୍ପ ଟିକେ ହିଁ ସ୍ୱାଦ ଅନୁସାରେ ଦେବା ଲୁଣ। ଆଉ ଅଳ୍ପ ଟିକେ ସେଇଥିରେ 2 ଚାମଚ ଏଡ଼୍ କରିଦେବା ସେଥିରେ ସୋରିଷ ତେଲ। ଏଇଥିରେ ମୁଁ ଟୋଟାଲ୍ ବି ପାଣି ଏଡ଼୍ କରିନି, ସୋରିଷ ତେଲକୁ ଏଡ଼୍ କରି ଭଲସେ ଟିକେ ମୁଁ ମିକ୍ସ କରିଛି। ତ ଦେଖିବେ ସୋରିଷ ତେଲକୁ ଯଦି ଏଇଭଳି ମିକ୍ସ କରି ତା ସୋରିଷ ତେଲର କୋଟିଂ ଦେବେ ନା, ତାର ଫ୍ଲେଭରଟା ବହୁତ ବଢ଼ିଆ ପୁରା ଆସିବ। ତ ପୁଣି ଥରେ ଭଲସେ ଆମେ ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ ଇଏ ଖାଇବେ ପଖାଳ ସହିତ ପୁରା ଜମିବ। ଏଇ ପ୍ରୋସେସ୍ରେ ଘରେ ବନେଇକି ଦେଖନ୍ତୁ, ଦେଖିବେ ପିଲାଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଯଦି ଆପଣମାନେ ପିଲାମାନେ ମାଛ ଖାଇବାକୁ ପସନ୍ଦ କରନ୍ତି ନା, ଏଇ ରେସିପିଟି ବନେଇ ଦେବେ, ବହୁତ ବଢ଼ିଆ ଗୋଟେ ମାଛର ଫ୍ଲେଭର ଆସେ। ମାଛ ଭଜାର ସୋରିଷ ଦିଆ ମାଛ ଭଜାର ଫ୍ଲେଭର ଆସେ, ଆଉ ଖାଇବାକୁ ବହୁତ ଟେଷ୍ଟି ଲାଗେ। ତ ଏଇ ପ୍ରୋସେସ୍ରେ ଭଲସେ ମିକ୍ସ କରି ଆକୁ ଆମେ ଅଧଘଣ୍ଟା ପର୍ଯ୍ୟନ୍ତ ଟିକେ ରେଷ୍ଟ ପାଇଁ ରଖିଦେବା। ଆପଣମାନେ ଚାହିଁଲେ ସଙ୍ଗେ ସଙ୍ଗେ ବି ବନେଇ ପାରିବେ, ସେମିତି କିଛି ପ୍ରୋବ୍ଲେମ୍ ନାହିଁ। ତ ଗୋଟେ ଆମେ ତାୱା ନେବା। ତାୱାରେ ଆମେ ସୋରିଷ ତେଲରେ ହିଁ ବନେଇବା, ଯେହେତୁ ସୋରିଷ ତେଲର ଫ୍ଲେଭର ଏଇଥିରେ ବହୁତ ବଢ଼ିଆ ଲାଗିବ। ତ ଯେତିକି ଆପଣମାନେ ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ତାୱାରେ ତେଲ ଏଡ଼୍ କରିବେ। ତେଲ ପୁରା ଗରମ ହେଇସାରିବା ପରେ ଆମେ ଗୋଟେ ଗୋଟେ ପଣସର ପିସ୍ ବା ପଣସ କଠାର ପିସ୍ ଗୋଟେ ଗୋଟେ ସେଇଥିରେ ନେବା, ଆମେ ତାୱାରେ ଏଡ଼୍ କରିଦେବା। ଏଡ଼୍ କରି ଆମେ ସବୁତକ ଏଇ ସେମ୍ ପ୍ରୋସେସ୍ରେ ଆମେ ସବୁ ପଣସ କଠାକୁ ବା ପଣସକୁ ସେଇଥିରେ ଏଡ଼୍ କରିଦେବା। ତ ଦେଖିବେ ଏଇଥିରେ ପୁରା ମାନେ ପ୍ରଥମରେ ମୁଁ ଏଇ ରେସିପିଟା ଆକ୍ଚୁଆଲି ଦେଖିବାକୁ ଗଲେ ମୁଁ ପ୍ରଥମରେ ହିଁ ପ୍ରସ୍ତୁତ କରିଛି। ମୁଁ ଗୋଟେ ଜାଗାକୁ ମାନେ ସେୟାର କରୁଛି ଆଜି ଆପଣମାନଙ୍କୁ। ଗୋଟେ ହୋଟେଲକୁ ଆମେ ପଖାଳ ଖାଇବାକୁ ଯାଇଥିଲୁ, ସେଇଥିରେ ଦେଖନ୍ତୁ ଏଇ ରେସିପିଟା ମୋତେ ଦେଇଥିଲେ ଖାଇବା ପାଇଁ, କିନ୍ତୁ ବହୁତ ବଢ଼ିଆ ଲାଗିଲା ସେ ରେସିପିଟା। ତ ମୁଁ ଆପଣମାନଙ୍କୁ ସେୟାର କରିଛି। ତ ଘରେ ବି ବନେଇ ଖାଇଲି, ଆହୁରି ଟେଷ୍ଟି ଥିଲା, ମାନେ ହୋଟେଲରୁ ବି ଟେଷ୍ଟି ଥିଲା। ତ ଘରେ ଯେହେତୁ ବନେଇଲି, ତ ଦେଖିବି ଇଏ ପଖାଳ ସହିତ ହିଁ ଖାଇଲି, ବହୁତ ବଢ଼ିଆ ଲାଗୁଥିଲା, ମାନେ ପୁରାପୁରି ମାଛର ହିଁ ଫ୍ଲେଭର ଆସୁଥିଲା। ତ
ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଦେଖିବେ ପ୍ରଥମ ଥର ବି ବନାଉଛନ୍ତି ନା, ଏ ପୁରାପୁରି ପରଫେକ୍ଟ ବନିବ ଆଉ ଟେଷ୍ଟି ବି ଲାଗିବ। ଦେଖନ୍ତୁ କେତେ ସୁନ୍ଦର ପୁରା ବନିକି ରେଡ଼ି ହେଇସାରିଲାଣି। ଗୋଟେ ସାଇଡ଼ରେ ଫ୍ରାଏ ହେଇସାରିବା ପରେ ଓଲଟେଇ ଦେବା। ସେଇ ପ୍ରୋସେସରେ ଆମେ ସବୁ ବନେଇକିରି ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ବନିକିରି ପୁରା ରେଡ଼ି ବି ହେଇସାରିଲାଣି। ତ ପାଖରୁ ବି ଦେଖାଉଛି କେତେ ସୁନ୍ଦର ବି ଦେଖାହେଉଛି। ଆପଣମାନେ ଏମିତିରେ ସ୍ନାକ୍ସରେ ବି ଖାଇବେ ନା, ବହୁତ ବଢ଼ିଆ ପୁରା ଟେଷ୍ଟି ଲାଗେ। ସୋରିଷର ଫ୍ଲେଭର ଆସେ, ତାର କୋଟିଂଟା ପୁରାପୁରି ସୋରିଷର ଅଛି ଆଉ ଖାଇବା ପୁରା ଟେଷ୍ଟି ବି ଲାଗୁଛି ଆଉ ତାର ଫ୍ଲେଭର ବି ବହୁତ ବଢ଼ିଆ ଥିଲା। ତ ଆଉ ସେଇ ପ୍ରୋସେସରେ ନା ଆଉ ସବୁ ବନେଇକିରି ଆମେ ଏବେ ରେଡ଼ି କରିଦେବା। ତ ଦେଖନ୍ତୁ ଏଇଠି ମୁଁ ସବୁତକ ବନେଇକିରି ରେଡ଼ି ବି କରିସାରିଲିଣି। ତ ଆମେ ପୁଣି ଥରେ ପ୍ଲେଟ୍କୁ ବାହାର କରିଦେବା। ତ ଦେଖନ୍ତୁ ଫାଇନାଲି ଆମର ସୋରିଷ ମାନେ ତାୱା ଭଜା ବନିକି ରେଡ଼ି ହେଇସାରିଲାଣି। ସୋରିଷ ଦେଇକିରି ପଣସର ତାୱା ଭଜା ରେସିପିଟି। ତ ଆପଣମାନେ ଘରେ ଆଗ ନିଶ୍ଚୟ ଟ୍ରାଏ କରନ୍ତୁ। ଦେଖିବେ ପିଲାଠୁ ବଡ଼ ସମସ୍ତେ ପସନ୍ଦ କରିବେ। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆଗ ନିଶ୍ଚୟ ଟ୍ରାଏ କରନ୍ତୁ। ଫେସବୁକ୍ ପେଜ୍ ଯଦି ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋତେ ନିଶ୍ଚୟ ଫଲୋ କରନ୍ତୁ। ତ ଫାଇନାଲି ଆମର ପଣସ ସୋରିଷ ଦିଆ ବଟା ତାୱା ଭଜା ପ୍ରସ୍ତୁତ ହେଇସାରିଛି। ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। କମେଣ୍ଟ କରିବାରୁ କିନ୍ତୁ ଜମାରୁ ଭୁଲନ୍ତୁନି। ସେ ପର୍ଯ୍ୟନ୍ତ ରହୁଛି।